ଆପଣ ଯୋଉ ପ୍ରଶ୍ନ ପଚାରିଲେ ଯେ ଓଡିଆ ଚଳଚ୍ଚିତ୍ର ଭଲ ଅବସ୍ଥା ଦେଇ ଗତି କରୁନି, କିନ୍ତୁ ଓଡିଆ ଚଳଚ୍ଚିତ୍ର ନିର୍ମାତା ଯୋଉମାନେ ସେମାନଙ୍କୁ ବେଶ ଜଣା ଅଛି ଓଡିଆ ଚଳଚ୍ଚିତ୍ର କେମିତି ତିଆରି ହୁଏ। ସେ ୟଙ୍ଗ ହୁଅନ୍ତୁ ବା ଆମ ବୟସରୁ ହୁଅନ୍ତୁ। ମୋର କହିବା କଥା ହଉଛି ଚଳଚ୍ଚିତ୍ର ତିଆରି କରିଦେଲେ ତ ହବନି। ଯୋଉ ପ୍ରଯୋଜକ ଚଳଚ୍ଚିତ୍ରଟି ତିଆରି କରୁଛି ତା ପାଖକୁ ତା ପଇସା ଫେରି ଆସିବା ଦରକାର। ଆପଣ ଆଶ୍ଚର୍ଯ୍ୟ ହେବେ ଶୁଣିକିରି ଓଡିଶାରେ ଆମର 25ଟା ଆସୋସିଏସନ ଅଛି। କ୍ୟାମେରାମ୍ୟାନ ଆସୋସିଏସନ, ଡାଇରେକ୍ଟର ଆସୋସିଏସନ, ପ୍ରଡ୍ୟୁସର ଆସୋସିଏସନ, ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ସବୁ ଅଛି। କି ଏବଂ ସିନେମା ହଲ କେତେ ଜାଣିଛନ୍ତି? 25ଟା ଆସୋସିଏସନ ସାମ୍ନାରେ ଜମା 22ଟା ସିନେମା ହଲ ସିଙ୍ଗଲ ସ୍କ୍ରିନ୍। କେମିତି ପଇସା ଫେରିବ? ଯୋଉ ପ୍ରଯୋଜକ ପାଖକୁ କେମିତି ପଇସା ଫେରିବ? ସେଥିପାଇଁ ସରକାର କଣ କରିବା ଉଚିତ ନା କମ ସେ କମ 314 ବ୍ଲକରେ ଆମର 314ଟା ଆଗ ସିଙ୍ଗଲ ସ୍କ୍ରିନ୍ ସିନେମା ହଲ ତିଆରି କରନ୍ତୁ। 100 ସିଟର ଯାହାର ଟିକେଟ ଦାମ ହଉ ମାକ୍ସିମମ୍ 50 ଟଙ୍କା। ତାହେଲେ ଗୋଟେ ସାଧାରଣ ଲୋକ ତା ପରିବାରକୁ ନେଇକିରି ଦଶହରା ସମୟରେ ସମସ୍ତଙ୍କୁ ରୁଣ୍ଡେଇ ମୁଣ୍ଡେଇକି ନେଇକିରି ସେଠି ପହଞ୍ଚିବ। କାରଣ 50 ଟଙ୍କା ଯେହେତୁ ସେ ଆଫୋର୍ଡ କରିପାରିବ। ତେଣୁ ଏଇଟାକୁ ଯେ ପର୍ଯ୍ୟନ୍ତ ସରକାର ଗୁରୁତ୍ୱ ନ ଦେଇଛନ୍ତି, ଯୋଉ ପ୍ରଯୋଜକ ମାନେ ସିନେମା କରୁଛନ୍ତି, ଛାଡନ୍ତୁ ଆପଣ ଯୋଉ ସଫ୍ଟ ଲୋନ ଆଉ ସବସିଡି କଥା ଛାଡନ୍ତୁ, ସରକାର ସେ କଣ ଏବେ ତ ଦଉନାହାନ୍ତି, କେବେ ଦେବେ ବି ଜଣା ନାହିଁ। କିନ୍ତୁ ଯୋଉ ପ୍ରଯୋଜକ ନିଜ ପକେଟ ରୁ ପଇସାଟା ଖର୍ଚ୍ଚ କରିଛି ତା ପଇସା ଫେରିବା ପାଇଁ ମାର୍କେଟ ଦରକାର। ଆଉ ମାର୍କେଟ ମାନେ ହଉଛି ଯେ ସିଙ୍ଗଲ ସ୍କ୍ରିନ୍ ଥିଏଟର। ଥିଏଟରର ଅଭାବ ଯେହେତୁ ଅଛି, ସରକାର ଯଦି ଥିଏଟର ସଂଖ୍ୟା ବଢେଇ ଦିଅନ୍ତି, ଆମକୁ ଲଜ୍ଜା ଲାଗିବା ଉଚିତ ଯେ ଆନ୍ଧ୍ରରେ ଅଛି 2750 ଆଭବ ସିନେମା ହଲ୍ସ, ତାମିଲନାଡୁରେ ସେଇଆ, ୱେଷ୍ଟ ବେଙ୍ଗଲରେ ସେଇଆ, ଅଥଚ ଆମର ଏଠି 22ଟି ସିନେମା ହଲ। 22ଟି ସିନେମା ହଲକୁ ନେଇକି ଆମ ଯଦି ଏଇ ଯୋଉ ଚଳଚ୍ଚିତ୍ର ସମ୍ମାନ କରନ୍ତୁ କି ଯାହା କରନ୍ତୁ ନା କାହିଁକି, ତାର କୌଣସି ମୂଲ୍ୟ ନାହିଁ। ଆ, ମାନ କମିନି। ଦେଖନ୍ତୁ ହଠାତ୍ କିନା କହିପାରିବାନି ମାନ। ହଁ, ଅଥଚ ରେଜଲ୍ଟ ଟା କାହିଁ ଆସୁନି ଏଇଆ କହୁଛନ୍ତି ତ? ହଁ, ଦେଖନ୍ତୁ ଅତୀତରେ ଆମର ଯେତେ ଗୁଡିଏ ସିନେମା ହିଟ୍ ହଉଥିଲା ସବୁଗୁଡା ହିଟ୍ ହଉଥିଲା ଏବଂ ସେଗୁଡିକ ସବୁ ଉପନ୍ୟାସ ଉପରେ ଭିତ୍ତି କରିକି ହଉଥିଲା ବା ଗଳ୍ପ ଉପରେ, ପ୍ରସିଦ୍ଧ ଗଳ୍ପ ଉପରେ ଭିତ୍ତି କରି ହଉଥିଲା। ତା ଦ୍ଵାରା କଣ କି ସେ ଗଳ୍ପ ବା ଉପନ୍ୟାସକୁ ଯିଏ ପଢିଛନ୍ତି ସିଏ ଯାଆନ୍ତି ସିନେମା ଦେଖିବାକୁ। ତ ବର୍ତ୍ତମାନ ଆମେ ଯେତେବେଳେ ଦେଖୁଛେ ଯୋଉ ଷ୍ଟୋରି ଜନତା ଜାଣେନି ଏବଂ ତାକୁ ଭଲକରି ଟ୍ରିଟ କରାହେଲାନି, ସେ ସିନେମାକୁ ଲୋକ ଦେଖିବେ କେମିତି? ତେଣୁ ମୋର ଅନୁରୋଧ, ଯୋଉ ଚଳଚ୍ଚିତ୍ର ନିର୍ମାତା ମାନେ ଆସୁଛନ୍ତି ସେମାନେ ଭଲ ଭଲ ଗଳ୍ପକୁ ଆଗ ସିଲେକ୍ଟ କରନ୍ତୁ ଏବଂ ଭଲ ଉପନ୍ୟାସ ଯଦି ରହିଯାଇଛି ତାକୁ ନେଇକିରି ବେଶ କରି କରନ୍ତୁ। ଆରେ ଏଇ ଉପନ୍ୟାସ ଭିତରେ ବି ବହୁତ ଆଡଭେଞ୍ଚର ଅଛି, ସୋସିଆଲ ମେସେଜ ଅଛି। ଆପଣ କାହିଁ ଭାବୁଛନ୍ତି ଯେ ଆପଣ ନିଜେ ଗୋଟେ ଷ୍ଟୋରି ଭାବିଦେଲେ ସେଇଟା ସିନେମା ହବ ଏବଂ ଆଗରୁ ଯୋଉ ଷ୍ଟୋରି ଲେଖା ହେଇକି ରହିଛି ତାକୁ ବାଛୁନାହାନ୍ତି, ଆପଣ ପଢୁନାହାନ୍ତି ଥରେ। କେହି ତ ପଢିବେନି, କିଛି କରିବେନି। ଏଡେ ବଡ ବଡ ବୁକ୍ ଫେୟାର ଯାଉଛି। ସେ ମୁଁ ଏଇଥର ବୁକ୍ ଫେୟାର କୁ ଯାଇଥିଲି ଏବଂ ସେମାନେ କେତେକ ବିକ୍ରେତାଙ୍କର ପ୍ରକାଶକଙ୍କର ମତାମତ ହେଲା, ଆଜ୍ଞା କେହି କିଣୁନାହାନ୍ତି। ଆଉ ଆପଣଙ୍କ ସିନେମା ବାଲା ତ କେହି ଆସିବାର ମୁଁ ଦେଖିନି। ମାନେ କେହି ଆସିନାହାନ୍ତି? ନା ନା। ତ ପାଠ ପଢିବାକୁ ପଡିବ, ଆମକୁ ଭଲ ଉପନ୍ୟାସ ବାବଦରେ ଆମକୁ ଇଏ କରିବାକୁ ପଡିବ। ଆଉ ନକଲେ ଆମର କେବେ ଇଏ ଆସିବନି ଜ୍ଞାନ ବା ଚଳଚ୍ଚିତ୍ର ତିଆରି ନିମନ୍ତେ ନୂଆ ସବଜେକ୍ଟ ବାହାରି ପାରିବନି।